ତ ପିଲାମାନେ କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ପିଲାମାନେ ଆଜିର କ୍ଲାସରେ ଆମେ ଆଲୋଚନା କରିବା ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ବା ରାଜନୀତିକୁ ଆସିବା ପୂର୍ବରୁ ସେ କେମିତି ଥିଲେ, କ'ଣ କରୁଥିଲେ ଏବଂ ତାଙ୍କର ପରିବାର କେମିତି କ'ଣ ଥିଲା। ତ ଚାଲନ୍ତୁ ଡେରି ନକରି କ୍ଲାସଟିକୁ ଆରମ୍ଭ କରିବା। ତ ଦେଖନ୍ତୁ ଆମର ପ୍ରଥମ ପ୍ରଶ୍ନ କ'ଣ ରହିଛି। ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେବେ ଜନ୍ମଗ୍ରହଣ କରିଥିଲେ? ଉତ୍ତର ହେଉଛି 6 ଜାନୁଆରୀ 1972 ମସିହା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀଙ୍କ ପିତାଙ୍କ ନାମ କ'ଣ? ଉତ୍ତର ହେଉଛି ଗୁଣରାମ ମାଝୀ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀଙ୍କ ନାମ କ'ଣ? ଉତ୍ତର ହେଉଛି ପ୍ରିୟଙ୍କା ମାରାଣ୍ଡି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀଙ୍କ ସନ୍ତାନ ସନ୍ତତି କେତୋଟି ଏବଂ ତାଙ୍କ ନାମ କ'ଣ? ଉତ୍ତର ହେଉଛି ତାଙ୍କର 2ଟି ପୁତ୍ର ସନ୍ତାନ ଏବଂ ତାଙ୍କ ନାମ ହେଉଛି ପ୍ରେମାନନ୍ଦ ମାଝୀ ଓ ତୃଷ୍ଣା ଆନନ୍ଦ ମାଝୀ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀ କେଉଁ ଜନଜାତିର ଅଟନ୍ତି? ଉତ୍ତର ହେଉଛି ସାନ୍ତାଳ। ସାନ୍ତାଳ ଟ୍ରାଇବ୍ର ସେ ଅଟନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀ କେଉଁ ଜିଲ୍ଲାର ଅଟନ୍ତି? ଉତ୍ତର ହେଉଛି କେନ୍ଦୁଝର ଜିଲ୍ଲା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀ ରାଜନୀତିକୁ ଆସିବା ପୂର୍ବରୁ କ'ଣ କରୁଥିଲେ? ଉତ୍ତର ହେଉଛି ସେ ଝୁମ୍ପର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ବା ଟିଚର ବା ଗୁରୁଜୀ ଥିଲେ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଉତ୍ତର ହେଉଛି କଳାରେ ସ୍ନାତକ ବା ଆର୍ଟ୍ସରେ ସେ ଗ୍ରାଜୁଏସନ୍ କରିଥିଲେ ଏବଂ LLB ମଧ୍ୟ କରିଥିଲେ। ଆର୍ଟ୍ସ ଗ୍ରାଜୁଏସନ୍ କେଉଁଠି କରିଥିଲେ ନା ଚନ୍ଦ୍ରଶେଖର କଲେଜ ଚମ୍ପୁଆରେ କରିଥିଲେ ଏବଂ LLB କରିଥିଲେ ଢେଙ୍କାନାଳ ଲ କଲେଜରେ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀ ରାଜନୀତିରେ କେବେ ପାଦ ଦେଇଥିଲେ? ଉତ୍ତର ହେଉଛି 1997 ମସିହାରେ ସେ ଗୋଟେ ପଞ୍ଚାୟତ ସରପଞ୍ଚ ଭାବରେ ରାଜନୀତିକୁ ପ୍ରବେଶ କରିଥିଲେ। ମାତ୍ର ଆଜିକୁ 27-28 ବର୍ଷ ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇକି ଅଛନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀ କେତେ ଥର ଓ କେବେ କେବେ ବିଧାୟକ ହୋଇଥିଲେ? ଉତ୍ତର ହେଉଛି ସେ 4 ଥର ବିଧାୟକ ହୋଇଥିଲେ ଏବଂ ତାହା ହେଉଛି 2000 ନିର୍ବାଚନ, 2004 ନିର୍ବାଚନ, 2019 ନିର୍ବାଚନ ଏବଂ 2024 ନିର୍ବାଚନରେ ସେ ନିର୍ବାଚିତ ହୋଇକି ବିଧାୟକ ହୋଇଥିଲେ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ। ଶ୍ରୀ ମୋହନ ଚରଣ ମାଝୀ କେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଓ କେତେତମ? ଉତ୍ତର ହେଉଛି ସେ 2024 ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଏବଂ ସେ ଓଡ଼ିଶାର 15ତମ ମୁଖ୍ୟମନ୍ତ୍ରୀ। ତ ପିଲାମାନେ ଆଜିର କ୍ଲାସରେ ଏତିକି। କ୍ଲାସଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ କ୍ଲାସଟିକୁ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ଏ ଯାଏଁ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନକୁ ଅଲ୍ରେ ସେଟ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କୁ ସର୍ବପ୍ରଥମେ ମିଳିପାରିବ। ରହୁଛି ପିଲାମାନେ, ଧନ୍ୟବାଦ।